ଭିଜିଲାନ୍ସ ପଞ୍ଝାରେ ପୋଲିସ ବାବୁ। କୋଟଗଡ଼ ଥାନା ଏଏସ୍ଆଇ ରଜନୀକାନ୍ତ ଦାସଙ୍କୁ ଲାଞ୍ଚ ନେବା ବେଳେ ଗିରଫ କରିଛି ଭିଜିଲାନ୍ସ। ଜଣେ ବ୍ୟକ୍ତିଙ୍କ ନିକଟରୁ 15,000 ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଥିଲା ଭିଜିଲାନ୍ସ ଟିମ୍। ମିଳିଥିବା ସୂଚନା ଅନୁସାରେ କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅଞ୍ଚଳରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଏକ ଗଣ୍ଡଗୋଳ ହୋଇ ମାମଲା ପଞ୍ଜୀକୃତ ହୋଇଥିଲା। ଯେଉଁ କେସ୍ର ତଦନ୍ତ ଭାର ନେଇଥିଲେ ଏଏସ୍ଆଇ ରଜନୀକାନ୍ତ ଦାସ। ତେବେ ଏହି ମାମଲାକୁ ରଫାଦଫା କରିବା ପାଇଁ କୋଟଗଡ଼ ଥାନା ଏଏସ୍ଆଇ ରଜନୀକାନ୍ତ ଦାସ ଲାଞ୍ଚ ମାଗିଥିଲେ। ଏନେଇ ଅଭିଯୋଗକାରୀ ଭିଜିଲାନ୍ସରେ ଅଭିଯୋଗ କରିବା ପରେ ଏଏସ୍ଆଇ ରଜନୀକାନ୍ତ ଦାସ ତାଙ୍କ କହିବା ମୁତାବକ ଲାଞ୍ଚ ଟଙ୍କା ନେବା ସମୟରେ ଭିଜିଲାନ୍ସ ତାଙ୍କୁ ଧରିଛି। ତାଙ୍କ ନିକଟରୁ ଲାଞ୍ଚ ଟଙ୍କା ମଧ୍ୟ ଜବତ କରାଯାଇଛି। ବାଲିଗୁଡ଼ାରୁ ପ୍ରମୋଦ କୁମାର ଦାଣ୍ଡସେନାଙ୍କ ରିପୋର୍ଟ, ଲୋକଆୱାଜ.in।